श्री गणेशाय नमः। कार्तिक पुराण 49 अध्याय अतशील सुशील चरित। विष्णुदूत उवाच एथो अनंतरे तुम्भे शुण साधु जन चोल चक्रवर्ती विष्णु दासंक आख्यान गया तीर्थ मध्ये जाई होइले प्रवेश बहन होई चलिले मुदुगल पास गुरु को दक्षिण चक्रवर्ती प्रणमिले नरेशंकु मुदुगल आशीर्वाद कले सिरे कर जोड़ी राजा कले निवेदन आहे गुरुदेव शुण मोहर वचन जुकतरे आम्भे जे विवादी दुई जन आसीअछ बुझिबाको धर्म कथा मान आपणको आगे आम्भे कहुअछु सत विचारी बुझिबे आम्भ बेनिकर मत अधिक कहार धर्म कहिब बुझाई एथिपाई तब पासे आसीअछु धाई प्रथमे कहुछि मोर धर्म कथा शुण मो इष्ट देवता से अटंती नारायण कर्म अनुसारे जहा अरजई धर्म दाने सर्वदा संतोष थाए मोर मन क्षुधार्थ अतिथि जेबा प्रदेशी सहिते समस्तंको अन्नदान दियई मुनिते कोपतड़ाग उद्यान पुणी तपवन धर्म कार्य पाई सबु करिछि निर्माण गुरुशील धर्मशाला निर्माण करिछि निरक्ष जनक पाई मंदिर तोलिछि विष्णुक पाई प्रकार प्रासाद मंडप निर्माण करी तहिरे स्थापी विष्णु रूप अति जतन रे आधि उपाधि भी आई विष्णुदेवंक नाम रे छत्र दान देई ग्रीष्म काल रे देई थाई जल दान अहरह सर्वदा काल रे मिष्टन्न युद्धार्थी जनंकु खाद्य देउ थाई नीति प्रजा पालन करई धरी धर्म नीति राजसूय यज्ञादि करई विधि मते शुद्ध पात्रे दान मुदियई मुक्त हस्ते एमंत सकल धर्म पूरीछि मठारे संख्या करी कही बास कति अबाकारे ए कथा को बुझी एही विप्रंकु पचारी काहार जे केते धर्म कहिब विचारी ब्राह्मणर धर्म मोर धर्म को समान मो विचारे होई न पारिब कदाचन चक्रवर्ती वचन शुणी विष्णु दास आपणा धर्म कहती जागी कर पास कथाए कहिबी देव शुण सावधाने स्वभाव रे विप्र मोहि थाए तो समने अहरह तुलसी वृक्ष को सेवा करी राम गोविंद नाम को हृदय सुमरी सर्वदा वेदाध्ययन करुथाई मुखे एही परकारे दिन बंचई मु सुखे तुलसी पूजारु आन धर्म मोर नाही वृथाटारे नृप तुले बाद काहि पाई एणु नृपंकु प्रबोधि कही मुनि ईश जेउ परि नरपति होइबे संतोष
ସେମାନଙ୍କ ମନକୁ ଜାଣିଲେ ମୁନି ଶ୍ରେଷ୍ଠ। ବୋଇଲେ ନୃପତି ଜାଣ କରିଛି ଅନିଷ୍ଟ। ଶାସ୍ତ୍ରେ କହିଛି ସ୍ୱଭାବେ ରଜଗୁଣ ଫଳେ। ଉଚିତ ମନେ ତାମସ ଉପଜଇ ବଳେ। ଏହି କଥା ଗୋଟି ସିନା ଉଚିତ ଅଟଇ। ବୃଥାଟାରେ ବାଦ ସିନା କରଇ ଏ ଦୁଇ। ଆମ୍ଭ ଯଜମାନ ଶିଷ୍ୟ ଅଟନ୍ତି ନରେଶ। ବୁଝାଇ କହିଲେ କିବା ନହିବେ ସନ୍ତୋଷ। ବିଚାରିଲେ ବ୍ରାହ୍ମଣ ଅଟେ ମହାତପୀ। ମିଛ କହି କିମ୍ପାଇଁ ହୋଇବା ଆମ୍ଭେ ପାପୀ। ଏଥକ ଉପାୟ ଏକ ବାହାର କରିବା। ଆନ ମୁଖେ ଧର୍ମ ବାଣୀ ତାକୁ ଶୁଣାଇବା। ଏତକ ମନେ ବିଚାରି ସେ ମୁନି ଶେଖର। କୋମଳ ସ୍ୱରେ ରାଜାଙ୍କୁ ବୋଇଲେ ଗିର। ହେ ନୃପ ଶେଖର ତୁମ୍ଭେ ଶୁଣ ମନ ଦେଇ। ତୁମ୍ଭେ ଆମ୍ଭ ନିକଟେ ଆସିଛ ଯହିଁ ପାଇଁ। ତହିଁର କାରଣ ଏବେ ମନ ଦେଇ ଶୁଣ। ଉଚିତ ପ୍ରମାଣେ ତାହା ତୁମ୍ଭ ମନେ ଘେନ। ଆମ୍ଭର ଏ ଯଜ୍ଞ କର୍ମ ଶେଷ ହେବା ଯାଏ। ଆଦେଶ ଦେଉଛୁ ତୁମ୍ଭେ ରହ ଏହି ଠାଏ। ତୋଷ ଚିତ୍ତେ ଅନ୍ନ ଭୁଞ୍ଜ ଯଜ୍ଞ ପାକଶାଳେ। ଅଚିନ୍ତା ହୋଇଣ ରାଏ ଥାଅ ବିପ୍ରତୁଲେ। ଦେବଙ୍କୁ ହବି ଦେଇଣ ତାଙ୍କ ମନ ତୋଷି। ସମସ୍ତେ ଠାରେ ଜାଣ ସଭା କର ବସି। ଦୂର କରିଦେବା ତୁମ୍ଭ ଦୁହିଁଙ୍କ ସନ୍ଦେଶ। ଶୁଣି କରି ନରପତି ହୋଇଲେ ସନ୍ତୋଷ। ମୁଦୁଗଲ ଋଷିଙ୍କର ଆଜ୍ଞା ଶିରେ ଘେନି। ରହିଲେ ନରେଶ ଗୃହେ ଭୁଞ୍ଜି ଅନ୍ନ ପାଣି। ବିଷ୍ଣୁ ଦାସଙ୍କ ନିକଟେ ଏକ ବସା ଘର। ଭିନ୍ନ କରି ଯୋଗୀ ଗଣ ଦେଲେ ମୁନି ବର। ରାନ୍ଧଣା ସଞ୍ଚା ଯୋଗାଇ ଦେଲେ ଯତନରେ। ପାକ ସମ୍ପାଦିଲା ବିପ୍ର ଆପଣା ହସ୍ତରେ। ପାକ ଅନ୍ନକୁ ଯତନେ ପତ୍ର ପାତ୍ରେ ଭରି। କବାଟ କିଳି ନଦୀକି ଗଲା ସ୍ନାନ କରି। ସ୍ନାନ ସାରି ଗୃହେ ଆସି ହୋଇଲା ପ୍ରବେଶ। କବାଟ ଫିଟିଛି ପାକ ଅନ୍ନ ନାହିଁ ଲେଶ। ଦେଖି ବିସ୍ମିତ ଚିତ୍ତରେ ବିପ୍ର ବିଚାରଇ। କିଳିଥିବା କବାଟକୁ ଦେଲା ସେ ଫିଟାଇ। ଅନ୍ନ ବ୍ୟଞ୍ଜନାଦି ମୋର ସବୁ ଘେନି ଗଲା। ଭଲ ସେ ମଜିବା ବାଟ ଚାହିଁ ବସିଥିଲା। ଏକଥା ଗୋଟି ମୋହର ହୋଇଲେ ପ୍ରକାଶ। ଶୁଣି କରି ସମସ୍ତେ କରିବେ ଉପବାସ। ବୋଲିବେ ପୁଣ୍ୟ ସ୍ଥାନ ତୋର ଏଥି କାହିଁ। ଅଥବା ବୋଲିବେ ୟାର ପେଟ ଭରି ନାହିଁ। ଏଣୁ ବୋଲୁଛି ପାକ ଅନ୍ନକୁ ନେଲା ଚୋର। ଦୋସରା ମାଗିବା ପାଇଁ କରୁଛି ବିଚାର। କିଏ ବା ଚୋରକୁ ଧରି ଆଣି ଦଣ୍ଡ ବେବେ। ଚୋରକୁ ଯେ ଦଣ୍ଡ ଗୋଟି ହେବ ଆମ୍ଭ ଯୋଗେ। ଯେଉଁମାନେ ଦିନହୀନ ଗରିବ ଅଟନ୍ତି। ସେହି ଲୋକମାନେ ସିନା ଚୋରି ଯେ କରନ୍ତି। ସେହିପରି ଲୋକ ପୁଣି ଗଞ୍ଜଣା ପାଇବ। କିଏ ବା ସେ ମାଡ଼ ଖାଇ ମରଣ ଲଭିବ। ସେହି ହତ୍ୟା ଦୋଷ ଗୋଟି ଲାଗିବ ଆମ୍ଭଙ୍କୁ। ଏଣୁ କି ବୁଦ୍ଧି କରିବା ବିଚାରି ମନକୁ।
କିବା ବେନି ପାକକୁ ରାନ୍ଧଣ ଦେବେ ଲୋଡ଼ି। ଆମ୍ଭର ନିମନ୍ତେ ସିନା ଦୁଃଖ କଷ୍ଟ ପଡ଼ି। ପୁଣି ବୋଲିବେ ଆମ୍ଭଙ୍କୁ କର ହେ ରନ୍ଧନ। କେଉଁ ପ୍ରକାରେ ତାହା କରିବା ଭୋଜନ। ଦେଖୁ ଦେଖୁ ଦିନ ଯାଇ ରଜନୀ ପ୍ରବେଶ। ମନେ ବିଚାରେ ବ୍ରାହ୍ମଣ କରିବ କିସ। ଏବେ ପରି ନିଶାରେ ପୂଜା ବେଶ ଦେବ। କୌଣସି ମତେ ତାହା ନିର୍ବାହ ନହିବ। ପୁନଶ୍ଚ ନ ରନ୍ଧନ ନ କରିବା ଯେବେ। ସୁଜନ ମାନେ କଦାପି ସନ୍ତୋଷ ନହିବେ। ଏଥକୁ ମନ ମଧ୍ୟରେ ପାଇ ବହୁ କ୍ଲେଶ। ବୋଲନ୍ତି ଏହାକୁ କେହ୍ନେ କରିବା ପ୍ରକାଶ। ବିଚାରି ବୁଝିଲେ ଏହା ଆମ୍ଭ କର୍ମ ଦୋଷ। ଏଘେନି ଆଜକ ଯେ ରହିବା ଉପବାସ। ତହୁଁ କମଣ୍ଡଳୁ ନିରଭକ୍ଷୀ ଦ୍ୱିଜମଣି। ସନ୍ତୋଷରେ ପୁହାଇଲା ସେଦିନ ରଜନୀ। ପ୍ରଭାତରେ ସ୍ନାନ ସାରି ଶୁଚିମନ୍ତ ହେଲେ। ଗାୟତ୍ରୀ ମନ୍ତ୍ରରେ ଇଷ୍ଟ ଦେବଙ୍କୁ ପୂଜିଲେ। ବିପ୍ରର କଥା ଅନ୍ତରେ ଜାଣିଲେ ଜାଗିକେ। ଯାବତ ଚରଚା ସହ ବରଗୀ ସେବକେ। ହବିଷ ଅନ୍ନ ତଣ୍ଡୁଳ ଭାଣ୍ଡ କାଷ୍ଠ ଜଳ। ବ୍ୟଞ୍ଜନାର୍ଥେ ଗବ୍ୟ ଘୃତ ଏ ଆଦି ସକଳ। ବଧି ଲବଣାଦି ତୃଣ ଅଚଳ ସହିତେ। ବିଷ୍ଣୁ ଦାସ ପାଶେ ଆଣି ଦେଲେ କତୁରିତେ। ସମସ୍ତ ସାମଗ୍ରୀ ଦେଖି ବିପ୍ରତୋଷ ଚିତେ। ବହନ କରି ସୁପାକ ସମ୍ପାଦି ତୁରିତେ। ଦ୍ୱାର କିଳି ଦେଇ ବିପ୍ର ସ୍ନାନକୁ ଗଲା। ତୁଳସୀ ଦଳ ଧରିଣ ଗୃହକୁ ଫେରିଲା। ଗୃହ ଭିତରେ ପଶିଣ ଦେଖିଲା ସେ ଯାଇ। ସମ୍ପାଦିଥିବା ବ୍ୟଞ୍ଜନ ଘରେ ଆଉ ନାହିଁ। ମନରେ ଚକିତ ହୋଇ କହେ ଦ୍ୱିଜବର। ଆତ୍ମାକୁ ରଖିଲି ଭକ୍ଷୀ କମଣ୍ଡଳୁନୀର। ତଥାପି ସେ କଥା କରି ନାହିଁ ମୁଁ ପ୍ରକାଶ। ସେଦିନ କଟିଲା ମୋର କରି ଉପହାସ। ଏହି ପ୍ରକାରେ ଭାଳି ଭାଳି ଦିନ ଗଲା। ଏଥୁ ଅନନ୍ତରେ ପୁଣି ଯେଉଁ କଥା ହେଲା। ଆର ଦିନ ବିପ୍ର ପୁଣି ପାକ ସମ୍ପାଦିଲା। ଭୋଜନାର୍ଥେ ଅନ୍ନ ବାଢ଼ି ଯତନେ ବସିଲା। କ୍ଷୁଧା ପିପାସାରେ ବିପ୍ର ବଡ଼ ଶ୍ରମ ପାଇ। ଅଳସରେ ଘୁମାଇ ପଡ଼ିଲା ମାରି ହାଇ। କିଛି କ୍ଷଣ ପରେ ସେହି ତେଜିଲା ଅଳସ। ଚାହିଁ ଦେଖିଲାନି କଟେ ନାହିଁ ତା ପାୟସ। ଚାହିଁ ଦେଖିଲାନି କଟେ ନାହିଁ ତା ପାୟସ। ତଥାପି ମନରେ ବିପ୍ର ନ ହୋଇଲା କ୍ରୋଧୀ। ଉଦକ ପାନରେ ତାର ଆତ୍ମାକୁ ପ୍ରବୋଧି। ପୁଣି ଚତୁର୍ଥ ଦିବସେ ପାକ ସମ୍ପାଦିଲା। ତର ତର ହୋଇ ପାଦ ପଖାଳି ବସିଲା। ଶ୍ରୀକରେ ଉଦକ ତଳୁ ଧରି ବିପ୍ରବର। ଧ୍ୟାନେ ଚିନ୍ତିଲା ଗୋବିନ୍ଦ ନାମକୁ ସତୋର। କ୍ଷଣେ ଯାଏ ବିଷ୍ଣୁ ନାମେ ଲଗାଇଲା ଧ୍ୟାନ। ଚକ୍ଷୁ ମେଲି ଚାହେଁ ତାର ପାତ୍ରେ ନାହିଁ ଅନ୍ନ। ତଥାପି ମନେ ତାହାର ବିମୁଖ ନହିଲା। ମୋର କର୍ମ ଭାଗ୍ୟ ବୋଲି ମନେ ବିଚାରିଲା। ମନେ ଭାଳଇ କେଉଁ କ୍ଷୁଧାର୍ଥ ଦିନ ଜନ।
ଗୁପତରେ ଆସି ହରି ନିଏ ରନ୍ଧା ଅନ୍ନ। ଗୁପତରେ ନେଇ ତାର ମନକୁ ତୋଷୁଛି। ଏ ମୋହର ପୂର୍ବ ଭାଗ୍ୟ ପରାଏ ଲାଗୁଛି। ଏହି ପ୍ରକାରେ ବିପ୍ର ମନେ ବିଚାରିଲା। ପୂର୍ବ ପରି ସେଦିନ ଉପବାସ କଲା। ଏହି ପ୍ରକାରେ ହୋଇ ନୀତି ପ୍ରତିଦିନ। କେହୁ ଆସି ଘେନି ଯାଏ ତାର ପାକନ। ଆଖି ପିଛୁଡ଼ାକେ ଘେନି ଯାଏ ଗୁପ୍ତେ ଆସି। କେବଳ ଜନ ସେ ନେତ୍ର ପଥରେ ନ ଦିଶି। ଏମନ୍ତ ପ୍ରକାରେ 7 ଦିନ ବହିଗଲା। ଆପଣାର ମନେ ମନେ ବିପ୍ର ବିଚାରିଲା। କେବଳ ଜନଟି ହରି ନିଏ ଆନ ମୋର। ସେହି କଥା ମୋତେ କିଛି ନ ହେଲା ଗୋଚର। ଦେବତା କି ଅବା ଭୂତ ଅବା କାହା କୃତ୍ୟ। ଦେଖି ନ ପାରିଲି ତାକୁ ବଡ଼ ଆଚମ୍ବିତ। ତାକୁ ଆଜ ନିଶ୍ଚୟ ମୁଁ ଧରିବି ଲୁଚି ବସି। କେବଳ ଜନ ମୋହର ଅନ୍ନ ନିଏ ଆସି। ଏହି ପ୍ରକାରେ ବିପ୍ର ମନରେ ବିଚାରି। ରନ୍ଧନ କାର୍ଯ୍ୟକୁ ସେ ସାରିଲା ବେଗ କରି। କୋଠରୀ ମଧ୍ୟରେ ଅନ୍ନ ଯତନେ ସଂଯୋଗୀ। ଗୁପତ କରି ଭିତରେ ବସିଲା ସେ ଜଗି। ଏହିପରି ସମୟରେ ଏକ ଦ୍ୱିଜବର। ଅତି କ୍ଷୀଣ ତନୁ ତାର ଦୁର୍ବଳ ଶରୀର। ନେତ୍ରେ ଦେଖିଲେ ବୟସେ ବୃଦ୍ଧ ଅସ୍ଥି ଚର୍ମା। ଚାଣ୍ଡାଳ ପରାଏ ତାର ରୂପହୀନ କର୍ମା। ଛିଣ୍ଡା ଲେଙ୍ଗୁଟି ଖଣ୍ଡିଏ କଟିରେ ଭିଡ଼ିଛି। ଗଳାରେ ପାଟ ଦଉଡ଼ି ଖଣ୍ଡିଏ ଲମ୍ବିଛି। ପଥ ଚାଲନ୍ତେ ତାହାର ତନୁ ଥର ଥର। ଅବହେଳେ ନୟନରୁ ବହେ ଅଶ୍ରୁଝର। କ୍ଷଣ କ୍ଷଣ କରେ ତାହା ଦେଉଅଛି ପୋଛି। ଅବାକରାୟ ଏଣେ ତେଣେ ସେ ଯେ ଚାହିଁଛି। ଅଳ୍ପ ଅଳ୍ପ ଚାଲେ ନଇଁଲା ପରାୟ। ଜଣାଯାଏ ମନେ ତାର ଉପୁଜିଛି ଭୟ। ରୋଷାଇଶାଳ ମଧ୍ୟରେ ବେଗେ ଆସି ମିଳି। କିଛି ନ ଭାବି ବାଢ଼ିଲା ଅନ୍ନ ବେଗେ ତୋଳି। ତହୁଁ ସେହି ମନ୍ଦିରରୁ ହୁଅନ୍ତେ ବାହାର। ପାଟି କରିଣ ବ୍ରାହ୍ମଣ ଡାକିଲା ପଛର। ତୁଚ୍ଛା ହାଣ୍ଡି ଧରି କିମ୍ପା ଯାଉଛ ବାହାରି। ଦଧିଘୃତ ଲବଣିତ ଗୃହେ ଅଛି ପୁରୀ। ଯତନ କରି ସ୍ୱସ୍ଥାନେ ବସି ଅନ୍ନ ଭୁଞ୍ଜ। ମନ ମଧ୍ୟରୁ ସକଳ ଭୟ ଭ୍ରାନ୍ତି ତେଜ। ଏମନ୍ତେ ବ୍ରାହ୍ମଣର ସେ ବାକ୍ୟ ଗୋଟି କର୍ଣ୍ଣେ। ଶୁଣି କରି ବ୍ରାହ୍ମଣ ଯେ ଭୟଭୀତ ମନେ। ଅନ୍ନକୁ ଫୋପାଡ଼ି ଦେଇ ପଳାଇଣ ଗଲା। ଧାଇଁବାର ବେଳେ ଉଚ୍ଚ ଭୂମିରେ ଝୁଣ୍ଟିଲା। ଝୁଣ୍ଟି ପଡ଼ି ତଳେ ସେ ପଡ଼ିଲା ମୁହଁ ମାଡ଼ି। ତକ୍ଷଣେ ପିଣ୍ଡରୁ ତାର ପ୍ରାଣ ଗଲା ଛାଡ଼ି। ଏସନ ରୀତି ଦେଖିଆ କୁଳ ମନ ହୋଇ। ସେ ବ୍ରାହ୍ମଣ ବିଷ୍ଣୁ ଦାସ ଗଲା ବେଗେ ଧାଇଁ। ସେ ଅନ୍ନ ଚୋରକୁ ବିପ୍ର ତୋଳି ଧରି ବେଗେ। ଦେଖିଲା ଜୀବ ତାହାର ନାହିଁ ଆଉ ଅଙ୍ଗେ। ଏମନ୍ତ ଦେଖି ତାଟକା ହୋଇ ଦ୍ୱିଜବର। ଯତନ କରି ମୁଖେ ସିଞ୍ଚିଲା ଶୀତ ନୀର।
ପଲ୍ଲବ ପତ୍ର ଗୁଡ଼ିଏ ଧରି ନିଜ କରେ। ଛେଚର ସମ୍ମୁଖେ ବିପ୍ର ବିଞ୍ଚେ ଧୀରେ ଧୀରେ। ଆପଣା ବସନେ ତାର ପୋଛି ଦେଲା ଧୂଳି। ସେ ଧୂଳିକି ନେଇ ନିଜ ଅଙ୍ଗେ ହେଲା ବୋଳି। ନିର୍ଜୀବ ଶରୀର ଦେଖି ବିପ୍ର ଶୋକାତୁର। ବିକଳେ ଡାକଇ ଧିକ ଜୀବନ ମୋହର। ଜାଣୁ ଜାଣୁ ଏଡ଼େ କର୍ମ ମୁଁ ହିଁ କଲି। ନିଶ୍ଚୟ ମୁଁ ଥାଉ ଥାଉ ଏବେ ମଲି। ମୂର୍ଖ ଭାବେ ଛଡ଼ାଇଲି କ୍ଷୁଧାର୍ଥୀର ଅନ୍ନ। ବିଚାରିଲେ ମହାପାପୀ ଅଟଇ ମୁଁ ଜାଣ। ମୁନିମାନେ ଶାସ୍ତ୍ର ପଥେ କହିଛନ୍ତି ପୂର୍ବେ। ଯେଉଁ ଜନ ଖାଇବା ଗ୍ରାସକୁ ଭାଙ୍ଗେ ଯେବେ। 7 ଜନ୍ମ ଯାଏ ସେହୁ ଦରିଦ୍ର ହୋଇ। ଖାଇବାକୁ ଅନ୍ନ ତାକୁ କେବେ ନ ମିଳଇ। ଆହାର ଦେଖାଇ ଯେହୁ ଘେନନ୍ତି ଜୀବନ। ମଲେ ତାକୁ କୁମ୍ଭୀ ପାକ ମଧ୍ୟ ମିଳେ ସ୍ଥାନ। କୃମି କୀଟ ହୋଇ ସେ ନର୍କରେ ପଡ଼ିଥାଇ। ଯୁଗ ଯୁଗାନ୍ତରେ ପଶୁ ଯୋନି ସେ ଲୋଭଇ। ଏଡ଼େ କର୍ମ କିମ୍ପା କଲି ଜାଣି ଶୁଣି। ଏତେ କହି ବିଷ୍ଣୁ ଦାସ କାନ୍ଦଇ ବାହୁନି। ତାହାର ରୋଦନ ଶୁଣି କେତେ ବିପ୍ରଜନ। ରୁଣ୍ଡ ହେଲେ ଆସି ବିଷ୍ଣୁ ଦାସ ସନ୍ନିଧାନ। ସେମାନଙ୍କୁ ଚାହିଁଣ ଯେ ବିଷ୍ଣୁ ଦାସ କହି। ଅଧର୍ମ ପରମହର ହୋଇଛି ଏଠାଇଁ। ଦେଖୁଛ ତ ପଡ଼ିଅଛି ଏ ଅତିଥି ଶ୍ରେଷ୍ଠ। ମୋହର ସକାଶେ ଜାଣ ହେଲା ପ୍ରାଣେ ନଷ୍ଟ। ତେଣୁ କରି ଜାଣ ମୁହିଁ ଏହାର ସଙ୍ଗତେ। ଅନଳ ମଧ୍ୟରେ ଝାସ ଦେବଇ ନିଶ୍ଚିତେ। ଏଥକୁ ଆପଣ ମାନେ କରନ୍ତୁ ଉଦ୍ଯୋଗ। ମୋହର ଜୀବନେ ଆଉ ନାହିଁଟି ସୁହାଗ। ତେଣେ ଅନ୍ତର୍ଯ୍ୟାମୀ ନାଥ ଜଗତ ଜୀବନ। ଅନ୍ତର୍ଗତେ ଜାଣିଲେ ବିପ୍ରର ଶୁଦ୍ଧ ମନ। ମାୟାଧର ପୁରୁଷଙ୍କ ଆଜ୍ଞା ପରମାଣେ। ପାଶେ ଥିବା ମୃତ ଶବ ଉଭେଇଲା କେଣେ। ଆପଣେ ଶ୍ରୀନାରାୟଣ ଦିବ୍ୟ ରୂପ ଧରି। ଗରୁଡ଼ ପୃଷ୍ଠରେ ବସି ଆସିବି ଯେ କରି। ପରମ ବ୍ରହ୍ମ ପୁରୁଷ ଜାଜ୍ୱଲ୍ୟମୟ ଜ୍ୟୋତି। ସୁର ନର ମାନେ ପାଶେ ରହିଣ ଦେଖନ୍ତି। ଅଙ୍ଗ ବିରାଜେ ଅତସୀ ପୁଷ୍ପରାଗବଣ। ପିତବସନରେ ଅଙ୍ଗ ଦିଶେ ଶୋଭାବନ। ଶଙ୍ଖ ଚକ୍ର ଗଦା ପଦ୍ମ ଚତୁର୍ଦ୍ଧା ରୂପରେ। ପାରିଷଦ ତୁଲେ ପ୍ରଭୁ ଉଭାରି ସତରେ। ପାରୁଷେ ବେଢ଼ି ଅଛନ୍ତି ପାରିଷଦ ଗଣ। ବିଷ୍ଣୁ ଦାସ ପାଶେ ଉଭା ସ୍ୱୟଂ ନାରାୟଣ। ବିଷ୍ଣୁ ଦାସ ବ୍ରାହ୍ମଣୀକୁ ବେନି ହସ୍ତେ ତୋଳି। ଗରୁଡ଼ କନ୍ଧେ ନେଇ ରଖିଲେ ବନମାଳି। କୋଳରେ ବସାଇ ଶୂନ୍ୟେ କରିଲେ ଗମନ। ନିକଟେ ଥାଇ ଦେଖନ୍ତି ଗୟାବାସୀ ଜନ। ଚକ୍ରବର୍ତ୍ତୀ ରାଜା ମୁଦୁଗଲ ପାଶେ ଥିଲା। ଏସନ ଗୀତି ଦେଖିଣ ବିସ୍ମିତ ହୋଇଲା। ଆପଣା ଗୁରୁଙ୍କୁ ଧୀରେ କହି ରାଜନ। କିସ ବାଛା ମୁଙ୍କୁ ପୁଛିବି ଆଉ ପୁଣ୍ୟ। ଦେଖୁଛ ତ ବ୍ରାହ୍ମଣର ଗୁଣ କର୍ମ ମାନ। ପ୍ରତ୍ୟକ୍ଷରେ ଆସି ପ୍ରଭୁ ନିଜେ ନାରାୟଣ।
ଗରୁଡ଼ ପୃଷ୍ଠେ ବସାଇ ନିଅନ୍ତି ନିଜ ପୁରୀ। ବ୍ରାହ୍ମଣ ଗୋଟାକୁ ମୁହିଁ ନ ହୋଇଲି ସରି। ଏତେ ପୁଣ୍ୟ କରି ମୋର ବିଫଳ ହୋଇଲା। ମୋଠାରେ ପ୍ରଭୁଙ୍କ ଅନୁକମ୍ପା ନ ହୋଇଲା। ତେଣୁ ମୋହର ଜୀବନ ବ୍ୟର୍ଥ ଅଟଇ। ଏହି ଦେହ ବହି ଆଉ ରହିବି କିମ୍ପାଇଁ। ଶାସ୍ତ୍ର କହେ ବିଷ୍ଣୁଙ୍କ ଅଭାବେ ଯେଉଁ ପ୍ରାଣୀ। ବଞ୍ଚୁଥାନ୍ତି ଦିନ କାଳ ସୁଖ ପ୍ରାୟ ମଣି। ସେପରି ଲୋକଙ୍କର ଜୀବନ ଜାଣ ଧିକ। ଯାବତ ଚନ୍ଦ୍ର ଚନ୍ଦ୍ରାର୍କେ ଭୋଗନ୍ତି ନରକ। ଏଣୁ ଏ ମୋର ଦେହରେ ନାହିଁ ଆଉ କାର୍ଯ୍ୟ। ଅନଳ ମଧ୍ୟରେ ନିଶ୍ଚେ ଝାସିବ ଆଜ। ଏମନ୍ତ ବଲିଣ ଦୃଢ଼ କଲା ନରସାଇଁ। ନିର୍ବେଦ ହୋଇ ପଡ଼ିଲା ଅଗ୍ନିକୁଣ୍ଡେ ଡେଇଁ। ତେଣେ ନାରାୟଣ ଯାଉଥିଲେ ଶୂନ୍ୟ ମାର୍ଗେ। ରାଜାର ଏ ରୀତି ଦେଖିଲେ ଉଠିଲେ ବେଗେ। ଯଜ୍ଞ ଅନଳ କୁଣ୍ଡରେ ନିଜେ ପ୍ରଭୁ ପଶି। ରାଜାଙ୍କୁ ଆପଣା ହସ୍ତେ ଧଇଲେ ଆକର୍ଷି। ବିକ୍ରମୀ ଯାଇ ବସିଲେ ଗରୁଡ଼ କନ୍ଧରେ। ବିଜେ କଲେ ନାରାୟଣ ଯାଇ ଧାତିକାରେ। ଆପଣା ଜାନୁରେ ବିପ୍ରେ ନେଇ ବସାଇଲେ। ଅତି ସମାଦର କରି କୋଳାଗ୍ରତ କଲେ। ଦକ୍ଷିଣରେ ଦ୍ୱିଜ ବାମ ଭାଗେ ନୃପବର। ଦିଶିଲେ ସାକ୍ଷାତେ ବ୍ରହ୍ମା ବିଷ୍ଣୁ ମହେଶ୍ୱର। ବେନିଙ୍କ ମଧ୍ୟେ ବିଜୟ ପ୍ରଭୁ ଦେବରାଏ। ମହାଶୂନ୍ୟ ମଣ୍ଡଳେ ଶୁଭଇ ଜୟ ଜୟ। ସ୍ୱର୍ଗେ ଥାଇ ପୁଷ୍ପ ବୃଷ୍ଟି କଲେ ଦେବଗଣ। ବୈକୁଣ୍ଠରେ ଯାଇ ବିଜେ ହେଲେ ନାରାୟଣ। ସେବେନି ଭୃତ୍ୟଙ୍କୁ ପ୍ରଭୁ ଅତ୍ୟନ୍ତ ବିଶ୍ୱାସେ। ଆଦର କରି ରଖିଲେ ଆପଣା ପାରୁଷେ। ସେହି ଯେ ବିପ୍ର ଆମର ନାମ ଅତିଶୀଳ। ସୁଶୀଳା ନାମ ଅଟଇ ଜାଣ ମହିପାଳ। ସନ୍ଧି କଥା ଧର୍ମ ଚିତ୍ତ ଶୁଣିଲ ତ ତୁମ୍ଭେ। ସେହି ବେନି ବିଷ୍ଣୁ ଗଣ ଅଟୁସିନା ଆମ୍ଭେ। ସଦା ସର୍ବଦା ବିଷ୍ଣୁ ଗଣରେ ଆମ୍ଭେ ଥାଉଁ। ପୁଣ୍ୟମାସ କାର୍ତ୍ତିକ ବ୍ରତରେ ପୂଜା ପାଉଁ। ଯେହୁ ଆମ୍ଭଙ୍କୁ ପୂଜଇ ଉଦ୍ଯାପନ କାଳେ। ସେମାନେ ବସନ୍ତି ଜାଣ ଯାଇ ଆମ୍ଭ ମେଳେ। ତୁମ୍ଭେ ଯେଣୁ କରି ପଚାରିଲ ଧର୍ମ ରୀତି। କହିଦେଲୁ ତୁଳସୀର ସେବା ବିଷ୍ଣୁ ଭକ୍ତି। ପ୍ରତ୍ୟକ୍ଷ ଭାବେ ବେନି ସମ ବୋଲି ଜାଣ। ନିଜେ ଶ୍ରୀମୁଖରେ କହିଛନ୍ତି ନାରାୟଣ। କାର୍ତ୍ତିକ ବ୍ରତର ଫଳ ଏମନ୍ତ ଅଟଇ। ମୁକ୍ତି ପାଏ କାର୍ତ୍ତିକରେ ସ୍ନାନ ଯେ କରଇ। ତୁଳସୀ ବୃକ୍ଷ ମୂଳରେ ଦେଇ ଦୀପଦାନ। ନିକଟେ ବସି ଶୁଣିବ କାର୍ତ୍ତିକ ପୁରାଣ। ତୁଳସୀ ସହିତେ ବିଷ୍ଣୁ ନାମକୁ ଜପିବ। ଭକ୍ତିପୂର୍ଣ୍ଣ ହୃଦେ ହରି ବୋଲି ଡାକ ଦେବ। ଅତଶୀଳ ସୁଶୀଳ ପ୍ରାୟେକ ମୁକ୍ତି ପାଇ। ବସିବ ବୈକୁଣ୍ଠପୁରେ ନାକ ପାଳ କହି। ଇତି ଶ୍ରୀ ପଦ୍ମପୁରାଣେ ଉତ୍ତରଖଣ୍ଡେ कार्तिक पुराणे अतिशील सुशील कथने भक्तनाकपाल कृते नाम 49 अध्याय। 20 अध्याय जय विजय चरित। जयश्च विजयश्च भौ विष्णोस्तौ तु सर्वदा
किन्तु ताभ्यां गुरागिर्न यस्मात्तद्रपधारिणः एथु अनंतरे राय सुनतो समने कहे धर्म दत्त विष्णु दूतंक वचने आहे द्विज गण माने शुणी तुम्भ बाणी कृतार्थ हेली तुम्भ मुखरु कने शुणी एबे आन कथा गोटी पचारिबि मोहि प्रसन्न बदने ताहा मोते देव कही तुम्भ मानंक संगरे आउ बेनि जने मोक्ष पाई कार्तिक व्रतर उद्यापने विष्णुंक सन्निधे से मानंक पूजा करी जय विजय बोलिण नाम ताहांकरी एबे निषोदर करिथिले जेउ धर्म विष्णुपुर प्राप्त हेले करी केउ कर्म सेबे निजणक कथा कह मोर आगे संक्षेपे शुणिबि आपणक अनुरागे मुक्ति पाइबि विष्णु भक्त कथा शुणी अबाहेले तरी बई भवत तंगिणी ब्राह्मण वचन शुणी विष्णुदूत माने बोलंती हे धर्म दत्त शुण सावधाने कर्दम नामरे ऋषि ब्रह्मांक कुमार मनुर नंदिनी जान पत्नी जे तांकर से स्त्रीर नाम जे अटई देवहूति सुंदरी सती साधवी अति गुणवती से नारी उदरे बेनी कन्या हेले जात शेषरे कपिल अंशे हेले तीनि सूत पुत्र माने जन्मिले विष्णु कला घेनी सिद्धगतांक मेଳରେ रहिले से तीनि जय विजय एबेनि समस्तंक सान विद्या बुद्धि रे निपुण अति गुणवान निगम शास्त्र इत्यादि अध्ययन कले क्रमे क्रमे दुहे ज्ञान विशारद हेले से माने जानी पारिले आत्मार कारण भक्ति भरे सेवा कले श्री गुरु चरण सनत कुमार कपिल ब्रह्मांक नंदन ज्येष्ठ सनत कुमार कपिल जे सान कपिलंको गुरु करी बेनि सहोदरे भक्ति रे दीक्षा घेनिले हरस चित्तरे हृद पद्मे जपि नारायण महामंत्र अभ्यास कले अष्टाक्षर भेद तंत्र षोडशोपचारे विष्णु पादे करी पूजा जेउ कर्मे संतोष हुअन्ति देव राजा गुरुंक मुखरु धर्म बाणी मान शिखी से जय विजय मने अति अंत सुखी जगन्नाथंक चरणे सदा तांक ध्यान विष्णु व्यतिरेके आउ न जानती आन एही परकारे जान किछि दिन अन्ते जहा से कले मरुत नाम महीपते विष्णु प्रीति आसे यज्ञ आयोजन कले जय विजय को से यज्ञ को बरी नेले ज्येष्ठ भ्राता को जे बसाइले ब्रह्मापणे कनिष्ठ को बसाइले आचार्य वरणे जतन भावे भियाई बहुत संभार
ବହୁ ମତେ ପୂଜା କଲା ଅଗ୍ନି ଆଦି ସୁର। ମୋର ଲୋକଙ୍କ ନିମନ୍ତେ ଅନ୍ନଦାନ ଦେଲା। ବିପ୍ରେ ମହାଦାନ ଦେଇ ମନକୁ ତୋଷିଲା। ଜୟ ଯେ ବିଜୟ ବେନି ଭାଇଙ୍କି ରାଜନ। ଧନ ରତ୍ନ ଆଦି ବହୁତର ଦେଲା ଦାନ। ଦକ୍ଷିଣା ପାଇଣ ଚଳିଗଲେ ବେନି ଭାଇ। ଆପଣାର ଦେଶରେ ପ୍ରବେଶ ହେଲେ ଯାଇ। ଧନ ରତ୍ନ ସବୁ ଗୃହ ମଧ୍ୟରେ ରଖିଲେ। ଏକ ସ୍ଥାନେ ବସିବେନି ଭାଇ ବିଚାରିଲେ। ବିଜୟର ହାତ ଧରି ଜୟ କହେ ଧୀରେ। ଏବେ ମୋହର ବଚନ ଶୁଣ ଶିବାବୁରେ। ମୋର ବଚନ ଅନ୍ୟଥା କେବେ ନ କରିବୁ। ମୁଁ ଯାହା କହିବି ତାହା ଯତନେ ପାଳିବୁ। ମରୁତନରେ ସଦେଇ ଅଛି ଯେତେ ଧନ। ଗୁରୁଙ୍କୁ ନେଇ ସବୁ କରିବା ସମର୍ପଣ। ସ୍ୱଭାବରେ ଆମ୍ଭେ ଜାଣ ଅଟୁତ ପିଜନ। ଧନରେ ଆମ୍ଭର ବା କିସ ପ୍ରୟୋଜନ। ତେଣୁ ଏ ଧନକୁ ରଖି ଆମ୍ଭେ କି କରିବା। ଗୁରୁଙ୍କ ନିକଟେ ଚାଲ ନେଇ ସମର୍ପିବା। ଏ ଧନକୁ ନେଇ ଗୁରୁ କରନ୍ତୁ ଯେ ଯାଗ। ତେବେ ନିକି ଆମ୍ଭର ହୋଇବ ବଡ଼ ଭାଗ୍ୟ। ଏମନ୍ତେ ଜ୍ୟେଷ୍ଠ ଭାଇଙ୍କ ବାକ୍ୟ କର୍ଣ୍ଣେ ଶୁଣି। ଧୀର ଗମ୍ଭୀର ସ୍ୱରେ ବିଜୟ କହେ ବାଣୀ। ଆହେ ଜ୍ୟେଷ୍ଠ ଭ୍ରାତା ଏବେ ମୋର ବୋଲ ଘେନ। ବେନି ଭାଇଙ୍କ ଅର୍ଜିତ ଏହି ଯେତେ ଧନ। ଆମ୍ଭେ ବେନି ସହୋଦରଙ୍କର ସନମତେ ନେଇ ସମର୍ପିବା ଜାଣ ପିତାଙ୍କ ଗ୍ରତେ। ପ୍ରିୟର ଅଟନ୍ତି ଯେ ଆମ୍ଭର ଆଦ୍ୟ ଗୁରୁ। ପୁତ୍ରର ଧନରେ ପିତା ଧର୍ମ କାର୍ଯ୍ୟ କରୁ। ଦୁଃଖୀ ଦରିଦ୍ର ମାନଙ୍କୁ କରନ୍ତୁ ସେ ଦାନ। ପୁତ୍ର ଅର୍ଜିତ ଧନରେ ପିତା ପାନ୍ତୁ ମାନ୍ୟ। ବିଜୟ ଯେ ଏହି ପରକାରେ କହିଗଲା। ଜୟର ମନକୁ ତାହା ତିଳେ ନ ଆସିଲା। ସାନ ଭାଇକୁ ଯେ ବିକି ଦିଅ ଉତ୍ତର। ତୁହି ଶିଶୁ ପୁଅ ତୋତେ ହେବ କି ଗୋଚର। କୁଟୁମ୍ବର ସ୍ନେହ ଦେଖି କହୁ ତୁ ଏପରି। ବିଚାରି ବୁଝିଲେ କେହି ନୁହନ୍ତି କାହାରି। ଶାସ୍ତ୍ରେ ଲେଖିଛି ପିତା ଜନନୀ ଇଷ୍ଟ ବନ୍ଧୁ। ବିଶେଷରେ ଜାଣ ସର୍ବ ମାୟା ମୋହ ସିନ୍ଧୁ। ଆବର ପୁଣି ଦାସ ତନୟ ସେହି ମତ। ମିଥ୍ୟା ପ୍ରପଞ୍ଚ ଲହରୀ ପ୍ରାୟ ହୁଏ ଜାତ। ସମୟ କରେ ଉଠଇ ଗିରି ପ୍ରାୟ ହୋଇ। କେତେ ହେଁକ ବେଳେ କୂଳେ ବାଜିଲେ ଭାଙ୍ଗଇ। ଗୃହ ଦ୍ୱାରା କୁଟୁମ୍ବର ସ୍ନେହ ସେହି ମତି। ତେଣେ କିନ୍ତୁ ଆତ୍ମା ପୁରୁଷକୁ ନାହିଁ ମୁକ୍ତି। କେବଳ ଯେ ଗୁରୁ ଜାଣ ଗତି ମୁକ୍ତି ଦିଅନ୍ତି। ଆତ୍ମା ପୁରୁଷକୁ ଗୁରୁ ପବିତ୍ର କରନ୍ତି। ଗୁରୁ କେବଳ ଉତ୍ତମ ଜ୍ଞାନ ଦୀକ୍ଷା ଦିଅନ୍ତି। ଅନ୍ତେ ଅଚ୍ୟୁତ ଭୁବନେ ନେଇ ସେ ବସାନ୍ତି। ତେଣୁ ଟିକି ଜାଣନ୍ତୁ ଶ୍ରୀ ଗୁରୁ ପାଦ ସେବା। ଏଣୁ ପ୍ରୟୋଜନ ବାବୁ ନାହିଁ ଆନ ଦେବା। ଏହି ରୂପେ ଜ୍ୟେଷ୍ଠ ଅଗ୍ରଜଙ୍କ ବାକ୍ୟ ଶୁଣି। ଧୀର ଧୀର ହୋଇ ଯେ ବିଜୟ କହେ ବାଣୀ।
एहीपरि कथा केन्हे कह ज्येष्ठ भ्रात काहू ए ज्ञान पाइल संक्षेपी कुहत देह नथिले काहिरु और जीव धन देह विहीन रे जान सबु अटे शून्य जेते दिन थाए रहिथिब देहे बुद्धि तेते दिन जाए सर्वकर्म हुए सिद्धि शरीर थिले सकल ज्ञान साधि पारी देह न थाई केवल कार्य नुहे करी तेणु करी जान देह अटे सारस्वत जेउठारे एही देह होइला संभूत ताहार जे नाम अटे पिता माता दुई विचारिले पिंडर अधिकारी सेही एणु आंभर अर्जित धन तांको देवा तेबे से होइब तांको चरण को सेवा मोर विचारे तांको संतोष आगे करी एहा पछकु जान जाब तो इष्ट बरी जे बण पुअटी जान अति मूर्खपणे सेवा न करंती निज पितांक चरणे अबाजिए निज जननी को दुख देई आन को गुरु करिण सेवा करू थाई किय बा पिता मातांको सेवा छाड़ी देई जप तप तीर्थ व्रत अबा करू थाई जननीर क्रोध मूले सबु जाए नाश जाबत सुकृत फल होई विनाश मूर्खपणे पितांको कले असंतोष जानी थाओ तार सर्व धर्म जाए नाश एणु करी प्रथम पियर पाद सेवी पश्चात काल को जान आन इष्ट भावी एणु आहे ज्येष्ठ भ्राता कथा मोर घेन पिता माता को नेण देवा आंभे धन विजयर वाक्य शुणी जय कोप कला मूढ़पणे ही परी कहुछु बोइला गुरु को न देई धन ग्रहण करिबी बोली करी एही परी अछो मने भावी मोहर वचन जेणु भांगुअछु बळे ए दोषरु जाई बाबू ग्राह हुओ जळे निरते जलचर गणक संगे थाई जीवन रखिबु जल जंतु मान खाई विजय को जय एही भावे साप देला साप पाई विजय जे मने कोप कला बोइला एथिरे मोर तिळे नाही दोष न बुझी न सुझी किंपा मोते कलु रोष बिना दोषे साप मोते देलु मुख पणे अज्ञान भावे उप्रोध छाड़ियो कारणे एणु करी तुही एबे गज मूर्ख हुओ घोर अरण्य मध्यरे रही दिन निय एही परकारे साप देई अन्य अन्ये शेषरे कातर जे होइले बेनि जने धर्म को सुमरी मने हेले बड़ दुख कातरे डाकिले आहे प्रभु पद्म मुख भो प्रभु करुणामय करुणा जलधि तोहर संचिला सिना अटे सर्वनिधि सकल जीव देहरे अटे तुम्भ वास
ଯେଣୁ କରି ଅଟ ତୁମ୍ଭେ ପରମ ପୁରୁଷ। ସମସ୍ତ ଭୂତେ ପରମ ଆତ୍ମା ରୂପେ ଥାଇ ସଚରାଚର ଜୀବ ଜଗତକୁ ଭ୍ରମାଉଁ। ସସାଗରା ମହି ଯେ ତୋହର ମାୟା ବଳେ ସକଟ ଚକ ପରାଏ ଘୁରୁଥାଇ ହେଳେ। ଏଣୁ କରି ସିନା ଏହି ଦୁର୍ଜୟ ଜଗତ କେବେ କୌଣସି ଲୋକର ନୁହଁ ଆୟତ। ତୁହି ଏହା ଅଟୁ ନାଥ ଜଗତ ଈଶ୍ୱର। ତୁହି ଯେ ଅଟୁ ପ୍ରାଣୀଙ୍କ ଅଦୃଷ୍ଟି ଗୋଚର। ଯେବେ ଯାହା କରିବାକୁ ହୁଏ ତୋର ଇଚ୍ଛା ଜଗତରେ କିଏ ଲଭି ପାରେ ମନ ବାଞ୍ଛା। ସକଳ ପ୍ରାଣୀଗଣ ଯେ ସଦା ସୁଖାର୍ଥେ ସଦା ସର୍ବଦା ପଡ଼ନ୍ତି ଘୋରତମ ପଥେ। ଆତଙ୍କ କାଳରେ ପ୍ରଭୁ ତୋ ନାମ ସୁମରି ଅବହେଳେ ଦୁସ୍ତର ମଧ୍ୟରୁ ଯାନ୍ତି ତରି। ଆମ୍ଭେ ବେନି ସହୋଦର ଅଟୁ ଦୁଇ ଭାଇ ନ ଜାଣି ଅର୍ଥ ମୋହରେ ହେଲୁ ଆମ୍ଭେ ବାଇ। ଅଜ୍ଞାନ ପଣେ ସାପ ବିହିଲୁ ଏକେ ଏକେ ଏବେ କିନ୍ତୁ ଭାଳି ହୋଇ ମରୁଅଛୁଁ ଶୋକେ। ଆତଙ୍କ ନାଶନ ବାନା ଅଟଇ ତୋହର ଆତଙ୍କେ ଡାକୁଛୁ ଆମ୍ଭେ ବେନି ସହୋଦର। ଅନ୍ତର୍ଯ୍ୟାମୀ ନାଥ ଅନ୍ତର୍ଗତେ ଦୟା କର ଅବହେଳେ ଦୁସ୍ତର ମଧ୍ୟରୁ ଉଦ୍ଧର। ଏହି ପରକାରେ ସେହି ବେନି ଗୋଟି ଭାଇ ହରିଙ୍କ ଚରଣ ତଳେ ଚିତ୍ତମତି ଦେଇ ସେମାନଙ୍କ ମନ କଥା ଅନ୍ତର୍ଗତେ ଜାଣି ଅନ୍ତରେ ବିଚାରିଲେ ଅଶେଷ ଚିନ୍ତାମଣି। ଅକସ୍ମାତେ ମହାଶୂନ୍ୟ ମଣ୍ଡଳରୁ ଆସି ପ୍ରକାଶ ହେଲେ ବେନିଙ୍କ ମଧ୍ୟେ ବ୍ରହ୍ମରାଶି। ନୟନକୁ ଦିଶଇ ଅରୁଣ ଦିବ୍ୟ କାନ୍ତି ଦେଖି କରି ଆନନ୍ଦ ହୋଇଲେ ବେନି ଜ୍ୟୋତି। ସେ ନାରାୟଣ ବିଷ୍ଣୁଙ୍କ ପାଦେ ବେନି ଭାଇ ସାଷ୍ଟାଙ୍ଗ ହୋଇ ଭୂମିରେ ପାଦେ ପଡ଼ି ଶୋଇ। ତୁରିତେ ଉଠି କାକୁସ୍ତେ ଯୋଡ଼ିବେନି କର ଭକ୍ତି ଭରେ ଜଣାଇଲେ ତ୍ରାହି ଚକ୍ରଧର। ଏ ଘୋର ଦୁସ୍ତର ମଧ୍ୟ କର ପ୍ରଭୁ ତ୍ରାହି ଆପଣଙ୍କ ବିନୁ ପ୍ରଭୁ ଆନଗତି ନାହିଁ। ଆମ୍ଭ ବେନିଙ୍କର ଯେ ଦୁର୍ବୁଦ୍ଧି କର୍ମ ଦୋଷ ତବ ଦରଶନେ ନାଶ ହେଉ ଜଗଦୀଶ। ଏଥିରେ ଅଧିକ ଆଉ କି କହିବୁ ସ୍ୱାମୀ ଯେଣୁ କରି ଅଟ ତୁମ୍ଭେ ସ୍ୱୟଂ ଅନ୍ତର୍ଯ୍ୟାମୀ। ଏତିକି ବେଳେ ଆମ୍ଭର ଅନ୍ତର୍ଗତ ଦୁଃଖ ଜାଣିବି ନାଶି ପକାଅ ଆହେ ପଦ୍ମମୁଖ। ଭକ୍ତମାନଙ୍କ ଭକ୍ତିରେ ପ୍ରଭୁ ଲକ୍ଷ୍ମୀ ସାଇଁ ସାଦରେ ବୋଲନ୍ତି ତୁମ୍ଭେ ଶୁଣ ବେନି ଭାଇ। ଯୁକତରେ ଅଟ ତୁମ୍ଭେ ଆମ୍ଭର ଭକତ ଆମ୍ଭେ ଜାଣ ଅଟୁ ଭକ୍ତ ଜନଙ୍କର ହିତ। ଜାଣିଥାଅ ମୋହର ଯେ ଭକ୍ତର ବଚନ କେତେବେଳେ ତାହା ମୁହିଁ ନ କରଇଆନ। ଏବେ ସତ କହୁଛୁ ତୁମ୍ଭର ସାପ ଯୋଗ କିଛି ଦିନ ଏହି ଅଙ୍ଗ ହୋଇଯାଉ ଭୋଗ। ବେନି ସୋଦର ଗଜ କୁମ୍ଭୀର ରୂପ ହୋଇ ଜଳସ୍ଥଳ ମଧ୍ୟରେ ରହିବ ବେନି ଭାଇ। କେତେ ଦିନ ଉଭୟ ଭେଟ ପରି ଜନ୍ତେ
ଏହିପରି ସମୟ ହେ ଯାହା ଥାଉ ନିତ୍ୟ। ସମୟ ଏକ କୁଞ୍ଜର ଯେ ଜୀବ ଜଳ ପାନେ, ପହଞ୍ଚିବ ଗଣ୍ଡୁକୀର ତୀରେ ଏକ ଦିନେ। ତୃଷାର ଆତୁରେ ଗଜ ପିଉଥିବ ପାଣି, ତାକୁ ଦେଖି ନିକଟେ ଆସିବ ଗର୍ଜମଣି। ତୃଷାର ଆତୁରେ ଗଜ ପିଉଥିବ ପାଣି, ତାକୁ ଦେଖି ନିକଟେ ଆସିବ ଗ୍ରାହମଣି। ଗଜକୁ ଯାଇ ଆକର୍ଷି ଧରିବ ତୁରିତେ, ସେତେବେଳେ କୁଞ୍ଜର ଶେଷ ମରିବ ମୋତେ। ଏହା ଜାଣି ସେ କାଳରେ ମୁଁ ହିଁ ପହଞ୍ଚିବି, ଚକ୍ରପେଶୀ କୁମ୍ଭୀରର ମୁଣ୍ଡକୁ କାଟିବି। ସେ କାଳରେ ଗଜ ମୋର ରୂପକୁ ଅନାଇ, ତତକ୍ଷଣେ ପରାଣ ଛାଡ଼ିବ ସେହି ଠାଇଁ। ସେତିକି ବେଳରେ ଜାଣ ତୁମ୍ଭ ଆତ୍ମା ବେନି, କାହାକୁ ନ ଛାଡ଼ି ସଙ୍ଗତରେ ଯିବୁ ଘେନି। ମୋର ସମାନେ ରଖିବି ନେଇ ମୋର ପୁରେ, ନିଶ୍ଚିନ୍ତ ହୋଇଣ ଦୁହେଁ ରଖିଥିବ ଦ୍ୱାରେ। ମୋର ସେବା ଭଜନ କରିବେ ଯେଉଁ ଜନ, ପ୍ରଥମେ କରିବେ ସେହି ତୁମ୍ଭ ଦର୍ଶନ। ତୁମ୍ଭ ବେନିଙ୍କ ଚରଣେ କରିବେ ଭକତି, ତେବେ ସେମାନେ ଜାଣ ପାଇବେ ମୋକ୍ଷ ଗତି। ଏହି କଥା ଗୋଟି ମୁହିଁ କରିବି ନିଶ୍ଚୟ, ଏଥକୁ ମନରେ କିଛି ନ କର ସଂଶୟ। ଏତେକ କହିଣ ପ୍ରଭୁ ପରମ ବ୍ରହ୍ମ ରାଶି, ଅନ୍ତର୍ଧ୍ୟାନ ହୋଇ ଶୂନ୍ୟ ମାର୍ଗେ ଗଲେ ମିଶି। ଏହି ମତେ ସେ ଜୟ ବିଜୟ ବେନି ଭାଇ, କର୍ମ ଆଦରି ରହିଲେ ବିଷ୍ଣୁ ଆଜ୍ଞା ପାଇ। କର୍ମକୁ ଆଦରି ଏହିପରି ବେନି ଜନ, ଜଳସ୍ଥଳ ମଧ୍ୟେ କଟାଇଲେ କିଛି ଦିନ। ଗଜ ରୂପେ ଜୟ ମୁନି ରହିଲା ବଣରେ, ଗ୍ରାହ ରୂପରେ ବିଜୟ ଗଣ୍ଡୁକୀ ଜଳରେ। ଏହି ପରକାରେ ଜାଣ କେତେ ଦିନ ଗଲା, ଯେଉଁ ପରକାରେ କରମରେ ଲେଖା ଥିଲା। ଆପଣେ ଶ୍ରୀହରି ମୁଖେ କହିଥିଲେ ଯାହା, ସେହି ପରକାରେ କଲେ ପ୍ରଭୁ ଲକ୍ଷ୍ମୀ ନାହା। ଗଜ କୁମ୍ଭୀରର ଯୁଦ୍ଧ ହେଲା ଯେଉଁ କାଳେ, ପ୍ରକାଶ ହୋଇଲେ ପ୍ରଭୁ ଆସିର ବିତଳେ। ଗଜକୁ କୁମ୍ଭୀର ଜାଣ ଧଇଲା କର୍ଷି, ଆତଙ୍କେ ଡାକିଲା ଗଜ ରଖ ଶୂନ୍ୟବାସୀ। ଗଜର ଆତଙ୍କେ ପ୍ରଭୁ ଶଙ୍ଖ ଚକ୍ର ପାଣି, ଚକ୍ର ଘେନି କୁମ୍ଭୀରର ମୁଣ୍ଡ ଦେଲେ ହାଣି। ସେଠାରେ ବେନି ଜନଙ୍କୁ ମୁକ୍ତ କରିଦେଲେ, ସେ ସ୍ଥାନକୁ ମହାପ୍ରଭୁ ହରି କ୍ଷେତ୍ର କଲେ। ଗଜ କୁମ୍ଭୀର ବେନିଙ୍କୁ ଦୁସ୍ତରୁ ନିସ୍ତରି, ଆପଣା ବୈକୁଣ୍ଠପୁରେ କଲେ ତାଙ୍କୁ ଦ୍ୱାରି। ଜୟ ବିଜୟ ବୋଲିଣ ହେଲା ତାଙ୍କ ନାମ, ବୈକୁଣ୍ଠରେ କେହି ଆଉ ନାହିଁ ତାଙ୍କ ସମ। ତାହାଙ୍କ ଚରିତ ଯେହୁ କର୍ଣ୍ଣ ପଥେ ଶୁଣି, ଇହ ପର ତିନି କାଳ ପାରନ୍ତି ସେ ଜାଣି। ଗୋବିନ୍ଦଙ୍କ ଶ୍ରୀମନ୍ଦିରେ ସୁଖେ ବିଳସନ୍ତି, ନୀତି ପ୍ରତି କୈବଲ୍ୟ ପ୍ରସାଦ ଭୁଞ୍ଜନ୍ତି। ଏକ ମନ ହୋଇ ତୁମ୍ଭେ ଶୁଣ ଧର୍ମଦତ୍ତ, ବିଷ୍ଣୁଙ୍କର ଆଜ୍ଞା ଗୋଟି ଅଟେ ଜାଣ ସତ୍ୟ। ପୁଣି ଧର୍ମଦତ୍ତକୁ କହନ୍ତି ବିଷ୍ଣୁ ଗଣ, ଆହେ ବିପ୍ର ଏବେ ତୁମ୍ଭେ ଏକ ମନେ ଶୁଣ। ତୁମ୍ଭେ ବିପ୍ର ନିଶ୍ଚୟ ଜାଣ ଯିବ ବିଷ୍ଣୁପୁର,
ଏଣୁ କରି ବିପ୍ର ତୁମ୍ଭେ ଆମ୍ଭ ବୋଲ କର। କ୍ଷିତି ମଣ୍ଡଳରେ ରହିଥିବ ଯେତେ ଦିନ, ସଦା ସର୍ବଦା ଆନନ୍ଦ କରୁଥିବ ମନ। ଧର୍ମ କଥାକୁ ସଦା କରିଥିବ ଆଶା, ମନ ମଧ୍ୟ ଉପେକ୍ଷିବ କାମ କ୍ରୋଧ ହିଂସା। ଜନ୍ତୁମାନଙ୍କ ଉପରେ ଥିବ ଦୟା ଭାବ, ଜୀବଟିଏ ଅଟଇ ଜାଣ ସ୍ୱୟଂ ବାସୁଦେବ। ମନେ ରଖିବ ମେ ସମ କର ତୁଳା ତିନି, ଯତ୍ନେ ପାଳିବ ବ୍ରହ୍ମଚର୍ଯ୍ୟର ଦୀକ୍ଷା ଘେନି। ପ୍ରାତଃ ସ୍ନାନାଦି ଯେ କରିବ ଦିନେ ଯେ ଦିନେ, ମନକୁ ତୋଷିବ ସଦା ହବିଷ୍ୟ ଭୋଜନେ। ଆବର କରିବ ଜାଣ ବ୍ରତ ଏକାଦଶୀ, ଯତନେ ପୂଜା କରିବ ଗୋବିପ୍ର ତୁଳସୀ। ଏହି ମାନଙ୍କଟି ଜାଣ ପୂଜା ବିଧି କରି, ଜନ ପ୍ରାଣୀ ମାନେ ତରି ଯାନ୍ତି ଭବବାରୀ। ଏଣୁ କରି ତୁମ୍ଭେ ଏବେ କର ତତ୍ତ୍ୱ ଜ୍ଞାନ, ବିଷ୍ଣୁ ଲୋକ ପ୍ରତି ଯେବେ ଅଛି ତୁମ୍ଭ ମନ। ହେମନ୍ତ କହିଣ ସେହି ବିଷ୍ଣୁ ଦୂତ ବେନି, ଆପଣାର ସଙ୍ଗତରେ କଳହାକୁ ଘେନି। ଆରୋହଣ କଲେ ଯାଇ ସୁବର୍ଣ୍ଣ ବିମାନ, ବୈକୁଣ୍ଠ ଭୁବନକୁ କଲେ ଗମନ। ବିଷ୍ଣୁ ଗଣ ସୁଜ୍ଞାନ ପାଇ କର୍ମ ଦତ୍ତ, ନିଜ ଆଶ୍ରମରେ ଯାଇ ହେଲେ ଉପଗତ। ଶୁଣିଲ ତ ସାଧୁ ଜନେ ସାର ତତ୍ତ୍ୱବାଣୀ, ପୃଥୁ ଆଗେ କହନ୍ତି ନାରଦ ମହାମୁନି। ବୋଲନ୍ତି ହେ ମହୀପତି ସାବଧାନେ ଶୁଣ, ବିଷ୍ଣୁ ଭକ୍ତିର ଅଟଇ ତିନି ଲକ୍ଷଣ। କାର୍ତ୍ତିକ ମହାବ୍ରତ ଗୋଟିକ ମୂଳ କରି, ଦୃଢ଼ ବଳେ ସେବା କଲେ ଭବବନ୍ଧୁ ତରି। କୌଣସି ମତେ ବିନା କାର୍ତ୍ତିକେ ନ ଆରାଧି, ଜାଣିଥାଅ କେବେ ହେଁ ଧର୍ମ ନୁହେଁ ସିଦ୍ଧି। କାର୍ତ୍ତିକ ବିହୀନ ଜାଣ ଅଟେ ଯେତେ ବ୍ରତ, ସେସବୁ ଅଟଇ ଜାଣ ମଳ ଜଳ ସ୍ରୋତ। ନୀତି ପ୍ରତି ତେଣ୍ଡୁ ଥିଲେ ଦହୁ ଥାଇ ନୀର, କର୍ମ କରି ନ ରଖିଲେ ଶୁଖି ଯାଇ ଧାର। ସେହିପରି କର୍ମ କଲେ ସର୍ବଧର୍ମ ବିଧି, ଯତନେ ସାଧି ପାରିଲେ ହୁଏ ଜାଣ ସିଦ୍ଧି। କାର୍ତ୍ତିକ ଧର୍ମର ଫଳ କେବେ ନୁହେଁ କ୍ଷୟ, ସଦା ସର୍ବଦା ବହଇ ସୁର ନଦୀ ପ୍ରାୟ। ବିଧି ଅନୁସାରେ ଏକ ବେଳ ଯେ କରଇ, ଝର ପାଣି ରୂପରେ ସର୍ବଦା ବହୁଥାଇ। ସେହି ଧାର ଗୋଟି ସୁଧାର ସପୁଣ୍ୟମୟ, ଆତ୍ମା ପୁରୁଷ ସେ ଜଳେ ଥାଏ ହଂସ ପ୍ରାୟ। କେତେ ହେକ ବେଳେ ମଧ୍ୟ ନ ପଡ଼ଇ ଦୁଃଖ, ସଦା ସର୍ବଦା ବିହରୁ ଥାଇ ମହାସୁଖ। ତେଣୁ କରି ଏ କାର୍ତ୍ତିକ ବ୍ରତର ଚରିତ, ଶାସ୍ତ୍ର ପୁରାଣ ମାନଙ୍କେ ହୋଇଛି ରଚିତ। ଶୁଣି କରି ମନରେ ଲାଗଇ ଅତି ତୋଷ, ଅବହେଳେ ନାଶ ଯାଇ ଅଶେଷ କଳମଷ। ସେହି ସେ ଲୋକ ମୁକତି ଲଭେ ଅନ୍ତ କାଳେ, ପାପ ବିନାଶେ କାର୍ତ୍ତିକ ବ୍ରତ ମହାଫଳେ। ଈଶିତ ମାତ୍ରକ ଜାଣ ଦିଶେ ଯମ ସୀମା, ହେମନ୍ତ ଅଟଇ ଜାଣ କାର୍ତ୍ତିକ ମହିମା। ଏଣୁ ସାଧୁ ସୁଜ୍ଞ ଜନ ମାନେ ଏ ରସରେ ରସ, ଲକ୍ଷ୍ମୀ ନାରାୟଣ ନାମ ନିରନ୍ତରେ ଘୋଷ। କାର୍ତ୍ତିକ ସ୍ନାନ କରିବ ନିର୍ମଳ ଚିତ୍ତରେ,
हर्षे दीप दान देव तुलसी मूलरे गुरु मुखरु शुणिब कार्तिक पुराण अध्याशेषे हरि नाम करिब स्मरण नारी माने हुलहुली देवे भक्ति भरे हरि नाम संकीर्तन करिब प्रेम रे पाइब गति मुक्ति ए महत बाणी कीर्तन पुराण भक्त नाकपाल भणी। इति श्री पद्मपुराणे उत्तरखंडे कार्तिक पुराणे जय विजय चरित कथने भक्त नाकपाल कृते नाम 20 अध्याय।